So I was reading this Luke chapter 7, and it particularly challenged me, this particular passage. ଲୁକ 7 ଅଧ୍ୟାୟରେ ମୁଁ ଯେତେବେଳେ ଅଧ୍ୟୟନ କରୁଥିଲି ପ୍ରକୃତରେ ଏହା ମୋତେ ଚ୍ୟାଲେଞ୍ଜିଂ ଦେଇଅଛି। So we'll read from ଦେଇଅଛି Luke chapter 7, verses 1 to 10. ଲୁକ 7 ଅଧ୍ୟାୟର 1 ରୁ 10 ପଦ ଯାଏ ଆମମାନେ ଅଧ୍ୟୟନ କରିବା। ଭଉଣୀମାନେ ପଢନ୍ତୁ କେହି ଜଣେ। ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସମସ୍ତ କଥା ସମାପ୍ତ କରି କଫରନାଉମରେ ପ୍ରବେଶ କଲେ। ସେ ସମୟରେ ଜଣେ ଶତ ସେନାପତିଙ୍କର ଦାସ ପୀଡ଼ିତ ହୋଇ ମୃତପ୍ରାୟ ହୋଇଥିଲା। ସେ ତାହାଙ୍କର ପ୍ରିୟ ପାତ୍ର ଥିଲା। ସେ ଯୀଶୁଙ୍କ ସମ୍ବନ୍ଧରେ ସମ୍ବାଦ ପାଇ ସେ ଯେପରି ଆସି ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥି ନିମନ୍ତେ ତାହାଙ୍କ ନିକଟକୁ ଯିହୁଦୀମାନଙ୍କର କେତେକ ପ୍ରାଚୀନକୁ ପଠାଇ ତାହାକୁ ଅନୁରୋଧ କଲେ। ସେମାନେ ଯୀଶୁଙ୍କ ନିକଟରେ ଉପସ୍ଥିତ ହୋଇ ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାଙ୍କ ନିମନ୍ତେ ଏହା କରିବେ ସେ ସେଥିର ଯୋଗ୍ୟ ଅଟନ୍ତି, କାରଣ ସେ ଆପଣଙ୍କର ଜାତିକି ପ୍ରେମ କରନ୍ତି। କାରଣ ସେ ଆମ୍ଭମାନଙ୍କ ଜାତିକି ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜ ଗୃହ ତୋଳି ଦେଇ ଅଛନ୍ତି। ସେଥିରେ ଯୀଶୁ ସେମାନଙ୍କ ସାଙ୍ଗରେ ଗଲେ। ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ ଶତ ସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ କଷ୍ଟ କରନ୍ତୁ ନାହିଁ, କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ ମୁଁ ଏପରି ଯୋଗ୍ୟ ନୁହେଁ। ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ମଣିଲି ନାହିଁ, କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ। କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି। ଆଉ ମୁଁ ଜଣକୁ ଯାହା କହିଲେ ସେ ଯାଏ, ଅନ୍ୟକୁ ଆସ କହିଲେ ସେ ଆସେ, ପୁଣି ମୋହର ଦାସକୁ ଏହା କର କହିଲେ ସେ ତାହା କରେ। ଯୀଶୁ ଏ ସମସ୍ତ କଥା ଶୁଣି ତାଙ୍କ ବିଷୟରେ ଚମତ୍କୃତ ହେଲେ। ଆଉ ବୁଲି ପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକ ସମୂହକୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ସୁଦ୍ଧା ଏଡେ ବଡ଼ ବିଶ୍ୱାସ ପାଇନାହିଁ। ଆଉ ପଠା ଯାଇଥିବା ଲୋକମାନେ ଘରକୁ ବାହୁଡ଼ି ଆସି ଦାସକୁ ସୁସ୍ଥ ଦେଖିଲେ। Thank you. Yeah. So here we see about one centurion. ଏଠାରେ ଆମମାନେ ଗୋଟେ ଶତ ସେନାପତିଙ୍କ ବିଷୟରେ ଦେଖିବାକୁ ପାଉଅଛୁ। Now the centurion is the commander of 80 soldiers. ଶତ ସେନାପତି ଏହା ଅଟନ୍ତି ଯେ 80 ଜଣଙ୍କ ସୈନ୍ୟମାନଙ୍କ ମଧ୍ୟରେ ସେ ମୁଖ୍ୟ ଅଟନ୍ତି। So these were officers who commanded men in the daytime during the war, as well as during during the peacetime. ଏବଂ ଏହି ଶତ ସେନାପତି ମାନେ ଦିନ ବେଳେ ଏବଂ ଭଜନ ସମୟରେ ସେମାନେ ଆଦେଶ ଦେଇ ପାରନ୍ତି। The centurion had officers above him also. ଆଉ ଶତ ସେନାପତିଙ୍କ ଉପରେ ମଧ୍ୟ ଅନେକ ଅଧିକାରୀ ମାନେ ଥାନ୍ତି। Okay, so this centurion, these centurions are all Romans. They are not Jews. They are Roman soldiers. ଏହି ଶତ ସେନାପତି ସେମାନେ ରୋମୀୟ ମାନେ ଅଟନ୍ତି, ସେମାନେ ଜିହୁଦୀ ନୁହନ୍ତି। So he was from the Roman army, and he was commanding many soldiers under him, around 80 soldiers below him. ସେ ଜଣେ ରୋମୀୟ ଆଉ ଶତ ସେନାପତି ଥିଲେ ଏବଂ ତାଙ୍କ ଅଧୀନରେ 80 ଜଣକୁ ସେ ଆଦେଶରେ ଦେଉଥିଲେ। And he had a slave who was sick, and this centurion loved this slave, and this slave was sick and he was about to die. ଏବଂ ତାହାଙ୍କର ଜଣେ ଦାସ ଥିଲେ, ସେଇ ଦାସଙ୍କୁ ଶତ ସେନାପତି ପ୍ରେମ କରୁଥିଲେ। ତାହାଙ୍କର ମାନେ ସାଂଘାତିକ ଆଉ ରୋଗ ହୋଇଥିଲା, ଯାହାକି ମରିବା ଅବସ୍ଥାରେ ଥିଲେ। This centurion was also well respected by the Jews because he loved the nation of Israel and also built a synagogue for them. এই ଶତ ସେନାପତି ଅନେକ ଜିହୁଦୀ ଲୋକ ମଧ୍ୟ ତାଙ୍କୁ ପ୍ରେମ କରୁଥିଲେ, କାରଣ ସେ ଅନ୍ୟମାନଙ୍କ ନିମନ୍ତେ ସେଇ ଯୋ ମନ୍ଦିରକୁ ସେ ସ୍ଥାପନ କରିଥିଲେ। ସେଥିପାଇଁ ତାଙ୍କର ଆଦର୍ଶ ବା ସମ୍ମାନ ଥିଲା। So the Jews liked him. ଏବଂ ଜିହୁଦୀ ମାନେ ତାହାଙ୍କୁ ପସନ୍ଦ କରୁଥିଲେ। So when Jesus came to Capernaum, where this centurion was living, the centurion heard that Jesus came there. So he told some of the Jewish elders, please go and tell Jesus to come and save my slave.
ଏବଂ ଯୀଶୁ ଯେତେବେଳେ କଫରନାହୁମକୁ ଆସିଲେ ସେଇ କଥା ଜଣେ ଦାସ କହିବାରୁ ଆଉ ସତ ସେନାପତି କହୁଅଛନ୍ତି ଆଉ ଯୀଶୁଙ୍କୁ ଯାଇକି କୁହ ଯେ ଆମ ଘରକୁ ସେ ଆସିବେ ଏବଂ ଆମମାନଙ୍କର ଦାସଙ୍କୁ ସେ ସୁସ୍ଥ କରିବେ ରକ୍ଷା କରିବେ. So he has heard about Jesus, that healing so many people, and about Jesus preaching, all that he has heard. And with that, he has told the people, please go and call Jesus to save my slave. ସତ ସେନାପତି ସେ ଶୁଣିବାକୁ ପାଇଥିଲେ ଯେ ଯୀଶୁ ଖ୍ରୀଷ୍ଟ ଅନେକଙ୍କୁ ସୁସ୍ଥ କରିଅଛନ୍ତି, ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି, ଯୀଶୁଙ୍କ ବିଷୟରେ ସେ ଜାଣିଅଛନ୍ତି. ସେଥିପାଇଁ ସେ କହିଲେ ଯାଅ ଏବଂ ସମ୍ବାଦ ଯୀଶୁଙ୍କୁ ଦିଅ, ସେ ଆସିକି ମୋର ଦାସଙ୍କୁ ସେ ରକ୍ଷା କରିବେ. So the Jewish elders, they came to Jesus and said, please help him, because really is worthy of all your help, because he is a good person. ଏବଂ ଜିହୁଦୀର ଯେଉଁ ନେତା ମାନେ ଆଉ ଯାଇକି ଯୀଶୁଙ୍କୁ କହିଲେ ଏବଂ ସେମାନେ ଜଣାଇଲେ ଏ ସତ ସେନାପତି ଜଣେ ଭଲ ଲୋକ ଅଟନ୍ତି, ତାଙ୍କୁ ଟିକେ ଦୟା କରନ୍ତୁ, ଯାଆନ୍ତୁ, ତାଙ୍କର ଦାସଙ୍କୁ ତୁମେ ସୁସ୍ଥତା ଦିଅନ୍ତୁ. So Jesus started to go to that place. He started on his journey to that place. ଏବଂ ଯୀଶୁ ଖ୍ରୀଷ୍ଟ ଆଉ ସତ ସେନାପତିଙ୍କ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି. So I was thinking how the nature of Jesus is that he is ready to help. He is always available to help people. ଯୀଶୁ ଖ୍ରୀଷ୍ଟଙ୍କର ଗୋଟେ ପ୍ରକାର ଚରିତ୍ର ଯେ ସେ ସଦାବେଳେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସେ ପ୍ରସ୍ତୁତ. He is not thinking, acha, this is not something spiritual. This is something physical. He's not differentiating between physical and spiritual like how we do sometimes. ଯୀଶୁ ମାନେ ଏହା ଯେ ଗୋଟେ ଆତ୍ମିକ ବା ଏହା ଗୋଟେ ଜାଗତିକ ଏ ପ୍ରକାର ଭାବରେ ଭିନ୍ନତା ଆଣୁନାହାନ୍ତି. ଆମେ ମାନେ ଯେ ପ୍ରକାର ବେଳେ ବେଳେ ଏଇ ପ୍ରକାର ଭିନ୍ନତାକୁ ଆଣିଥାଉ, ଯୀଶୁ ସେ ପ୍ରକାର ଭାବୁନାହାନ୍ତି. He was not like the Pharisees. The Pharisees, they were very different. Jesus said, you should also follow justice, mercy and faithfulness. Keeping the other things about tithing and all, you must do justice, mercy and faithfulness, Jesus said. ଯୀଶୁ ଖ୍ରୀଷ୍ଟ ଫାରୁସି ମାନଙ୍କୁ କହିଲେ ତୁମେ ମାନେ ଦୟା, ଧାର୍ମିକତା, ପ୍ରେମ ଏହା ମଧ୍ୟ ରକ୍ଷା କର, ଯାହାକି ଆମ ମାନେ ଦଶମାଂଶ ଆଉ ଏଇ ସମସ୍ତ ଦାନ ଅପେକ୍ଷା ତାହାକୁ ମଧ୍ୟ ତୁମେ ଆଉ ରକ୍ଷା କର ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି. I want to take this very seriously, brothers and sisters, that in our life, justice, mercy and faithfulness is very, very important. ଆମମାନଙ୍କ ଜୀବନରେ ପ୍ରିୟ ଭାଇ ଭଉଣୀ ମାନେ ଏହା ଧାର୍ମିକତା, ଦୟା ଆଉ ଏଇ ସମସ୍ତ ପ୍ରେମ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ. So Jesus started going there, and before he could reach there, the centurion sent word saying that don't trouble the teacher, tell him don't come to my house, because I'm not feeling worthy of it, and even I myself did not come there because I don't feel worthy of coming to Jesus. ସତ ସେନାପତି ମାନେ ସେଇ ଦାସ ମାନଙ୍କୁ କହୁଛନ୍ତି ଯୀଶୁଙ୍କୁ କୌଣସି କଷ୍ଟ ଦିଅନି, ବାଧା ଦିଅନି, ଆଉ ଯେହେତୁ ମୁଁ ମଧ୍ୟ ଯାଇପାରୁନି ତ ତାହାଙ୍କୁ କଷ୍ଟ ଦିଅନ୍ତୁ ନାହିଁ, ସେ ଆସିବା ଦରକାର ନାହିଁ ବୋଲି ସେ କହୁଛନ୍ତି, ମନା କରୁଅଛନ୍ତି. So we learned three things from this centurion's life. ଆମ ମାନେ ତିନୋଟି ବିଷୟ ଏଇ ସତ ସେନାପତିଙ୍କ ଜୀବନ ଦ୍ୱାରା ଶିଖିବା. The first one is that though he was in a very good position in society, he did not consider himself worthy to come towards Jesus. ଯଦିଓ ସତ ସେନାପତି ଜଣେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଅଟନ୍ତି, ତଥାପି ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଯିବା ପାଇଁ ନିଜକୁ ସେ ମାନେ ଯୋଗ୍ୟ ମଣୁନାହାନ୍ତି. He was a well respected person, known in that place, but he himself did not consider worthy. ସେ ଜଣେ ମାନେ ପ୍ରତିଷ୍ଠିତ ବ୍ୟକ୍ତି, ଜଣାଶୁଣା ବ୍ୟକ୍ତି, ଆଦର୍ଶ ବ୍ୟକ୍ତି, କିନ୍ତୁ ଯୀଶୁଙ୍କ ନିକଟକୁ ଯିବା ପାଇଁ ନିଜକୁ ସେ ମାନେ ଅପ୍ରସ୍ତୁତ ଭାବୁଅଛନ୍ତି, ମାନେ ଯୋଗ୍ୟ ନୁହନ୍ତି ଏ ପ୍ରକାର ଭାବୁଅଛନ୍ତି. The Jewish people said that he is worthy of the help, but he himself said, I am not worthy. ଜିହୁଦୀ ଲୋକମାନେ ଆସିକି କହୁଅଛନ୍ତି ଯୀଶୁଙ୍କୁ ଇଏ ସାହାଯ୍ୟ ପାଇବା ନିମନ୍ତେ ଯୋଗ୍ୟ, କିନ୍ତୁ ସେ ନିଜେ ସତ ସେନାପତି କହନ୍ତି ମୁଁ ଯୋଗ୍ୟ ନୁହଁ. This is a very good spirit of humility in this person. ଏଇ ସତ ସେନାପତିଙ୍କର ଗୋଟେ ମୁଖ୍ୟ ବିଷୟ ଏହା ଯେ
ତାଙ୍କର ଗୋଟେ ନମ୍ରତାର ବିଷୟ ଆମେ ଦେଖିବାକୁ ପାଉଛୁ। Sometimes very difficult to find humility in us Christians, but here was a man who was really humble. ଆମମାନେ ଯଦିଓ ଖ୍ରୀଷ୍ଟିଆନ ଆମମାନଙ୍କ ମଧ୍ୟରେ ଅନେକ ସମୟରେ ଏଇ ନମ୍ରତା ଗୁଣ ଦେଖାଯାଏ ନାହିଁ, କିନ୍ତୁ ଏଇ ଜଣେ ବ୍ୟକ୍ତି ତା ଜୀବନରେ ଆମମାନେ ନମ୍ରତାକୁ ଶିଖିବାକୁ ପାରିବା। If you read Matthew chapter 23 verse 12, ମାଥ୍ୟୁ 23 ର 12 ପଦ ଯଦି ଆମମାନେ ପଢିବା, it says, "Whoever exalts himself shall be humbled, and whoever humbles himself shall be exalted." ଯେ ନିଜକୁ ଉନ୍ନତ କରେ ତାହାକୁ ଉନ୍ନତ କରାଯିବ ଏବଂ ଯେ ନିଜକୁ ଉନ୍ନତ କରେ ତାହାକୁ ଉନ୍ନତ କରାଯିବ ବୋଲି ଏ ପ୍ରକାର ଲେଖା ଯାଇଛି। And when we read Romans chapter 12, ରୋମିଓ 12 ରେ ଯଦି ଆମମାନେ ପଢିବା verse 3, 3, can you read, sister? Brothers? Romans 12:3. କାରଣ ମତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର, କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର। So Romans 12:3 you read, no? Sister? Yes. Yeah. Okay. So here it says, I say to every man among you not to think of himself more highly than he ought to think. ଏଠାରେ ଆମେ ଦେଖିଲୁ ଯେ କାରଣ ମତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଲୋକଙ୍କୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ ତାହା ଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର। So we find the general tendency within us is that we will think of ourselves more than actually what we are. ଆମେ ଦେଖିବାକୁ ପାଉଛୁ ମନୁଷ୍ୟର ଏହା ଗୋଟେ ସ୍ୱଭାବ ଯେ ଆମମାନେ ଯାହା ନୁହଁ ତାଠାରୁ ଅଧିକ ନିଜ ବିଷୟରେ ଆମମାନେ ଭାବିଥାଉ। Especially if we have done some good work, maybe people who share the word have shared some word, and people have been encouraged, and people come and tell us, or maybe somebody has sung some song and it was good, or maybe we have cooked some good meal, some sisters have cooked some good meal and people have praised us. All these things go into our head and we think that we are very high. ଆମମାନେ ଯେତେବେଳେ ଭଲ ବାକ୍ୟ ଦେଇଥାଉ ବା ଅନ୍ୟମାନେ ଭଲ ରୋଷେଇ କରିଥାନ୍ତି ବା ଅନ୍ୟମାନେ ଭଲ ଗୀତ ଗାଇଥାନ୍ତି, ଯେତେବେଳେ ଅନ୍ୟମାନେ ତାହା ଶୁଣିକି ଆମମାନଙ୍କୁ ପ୍ରଶଂସା କରନ୍ତି ତାହା ଆମମାନଙ୍କର ମନକୁ ଯାଇଥାଏ ଏବଂ ନିଜକୁ ଆମମାନେ ବହୁତ ବଡ଼ ମନେ କରିଥାଉ ସେହି ସମୟ। Then there is another challenging verse in Galatians chapter 6 verse 3. ଗଲାତୀୟ 6 ର 3 ଦେଖିବା ଟିକେ। I read that. ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ ତେବେ ସେ ନିଜକୁ ପ୍ରବଞ୍ଚନା କରେ। So this is a word which I always keep on thinking that, if anyone thinks he is something when he is nothing, he deceives himself. ଏଠାରେ ଲେଖା ଯାଇଛି ଯଦି ଜଣେ ଲୋକ ନିଜକୁ ସାଧାରଣ ମନେ ନ କରି ନିଜକୁ ବଡ଼ ମନେ କରେ ସେ ନିଜକୁ ହିଁ ପ୍ରବଞ୍ଚିତ କରୁଅଛି, ନିଜକୁ ହିଁ ଠକାମିରେ ସେ ପକାଉଅଛି। Now the Apostle Paul said in 2 Corinthians chapter 12 verse 11. 2 Corinthians 12:11 ରେ ଏ ପ୍ରକାର ସେ କହନ୍ତି, he said that even though I am a nobody, can you read that? Yes. 2 Corinthians 12:11. ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମତେ ବାଧ୍ୟ କଲ, କାରଣ ମୋର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ ଥିଲା, ଯେଣୁ ଯଦ୍ୟପି ମୁଁ କିଛି ନୁହେଁ ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଉଣା ନୁହେଁ। Does it say that I am a nobody there? Yes. Okay. So I'm really challenged, brothers and sisters, about this, and that's my daily prayer to say, Lord, help me to be a nobody. ପ୍ରକୃତରେ ପ୍ରିୟ ଭାଇ ଭଉଣୀ ମାନେ ଏହା ମୋତେ ଗୋଟେ ଚୁନୌତି ଦଉଛି, ଯାହାକି ମୁଁ କହିବାକୁ ଚାହେଁ ମୁଁ କିଛି ନୁହେଁ,
मु निजको नम्र करिया को चाहे Yeah. Uh, so here we see a great example of humility which we can learn. एठारे आम माने जहा कि श्रेष्ठतर नम्रता विषय को देखुछु जहा कि आम माने सिखिबार आवश्यक And then here the second thing, what he says is that just say the word and my servant will be healed. एवं द्वितीय विषय से कहंती सत सेनापति केवल कुहंतु सेथिरे मोर दास सुस्थ हेबो So that showed a great faith in what Jesus could do. एथिरे जणा पडुछि जे ताहांकर गुटे बड़ विश्वास थिला जहा यीशु ख्रीष्ट करि पारंती He was in a very difficult situation, but he trusted Jesus, or we can say, in a difficult situation, he trusted God. से बहुत कष्ट रे थिले किंतु से कष्ट परिस्थिति रे यीशु ख्रीष्टंकु से विश्वास करूछन So it's an example for us that in difficult, it's easy for us to trust God in good, normal situations, but in difficult situations, we must say, our God is a God of all impossibilities, and He can help us. प्रिय भाई भौणी माने हम माने जतेबेले माने नॉर्मल सिचुएशन रे थाउ सेतेबेले हम माने कहि थाउ सेतेबेले विश्वास करि थाउ किंतु कष्टकर परिस्थिति रे हम माने कहिबार आवश्यक जे यीशु ख्रीष्ट उत्तम अटंती से सब करि पारंती ताहां ठारे कोनोसी असाध्य नहो. And now we'll see the third thing that we learned from the centurion is found in verse 8. हम माने तृतीय विषय देखिबा 8 पद रे लिखा जाईछि It says, for I too am a man under authority. रखवा जो कारण मु पराधीन मनुष्य हेले सुधा मोहर अधीन रे सैन्य माने अछंती. Yeah, with soldiers under me, and I say to this one, go, and he goes, and to this one, come, and he comes, and to this slave, do this, and he does it. आ मु जण को जाओ कहले से जाए अन्य को आस कहले से आसे पुनी मोर दास को एहा कर कहले से ताहा करे. So he's saying that whatever I tell the soldiers and whatever I tell the slave, they do it. यार अर्थ जहा किछि मु कहिबा पई कहि थाए मोर सैन्य माननकु दास माननकु से माने ता करंती. But then he should have said, I am a man having authority, that's why the soldiers do this and the slave does. He should have said like that. से कहि पारि थांते जे मो जेहेतु मु जने अधिकार प्राप्त व्यक्ति सेति मु जहा कहे से माने सैनिक माने बा दास माने ताहा से माने करंती. But he said, I am a man under authority. किंतु से कहंती मु जने मनुष्य आ मु मध्य अधीन रे अछि. So he had officers above him. ताहांको ऊपरे मध्य अनेक ऑफिसर थिले And he was under their authority. एवं से मानकर अधीन रे ए व्यक्ति अछंती. And the reason that the soldiers and the slaves also obeyed him instantly was because he himself was under authority. कारण आ से माने दास माने सैनिक माने ताहांकर कथा को बाध्य होथिले कारण एही व्यक्ति मध्य अधिकार प्राप्त ठारू अधीन रे थिले तांको ऊपर मध्य ऑफिसर माने थिले. And he recognized that Jesus also was under authority. एवं से जानि पारुचंती जे प्रभु यीशु ख्रीष्ट मध्य अधीन रे अछंती. That's why he said, I too am under authority. That means you are under authority and I too am under authority. एवं सेति पई से कहंती मु मध्य अधीन रे अछि मो ऊपर अछंती एवं यीशु ख्रीष्ट मध्य अधीन रे अछंती यीशु को ऊपर मध्य आ पिता परमेश्वर अछंती. So Jesus was always under the authority of the Heavenly Father. यीशु ख्रीष्ट सदाळे पितांको माने यीशु को ऊपर पितांकर अधीन रे से अछंती. When he was growing up, he was under the authority of Mary and Joseph. जेतले से बढुथिले से जागतिक पिता मातांकर अधीन रे से बसरे रहिले. And in John chapter 8 verse 29, it says, he who sent me is with me, for I always do the things that are pleasing in his sight. जहन 8:29 रे कहा जायछि जे मते प्रेरण करि अछंती ताहांकर इच्छा अनुसार मु कार्य करूछि. जहन 8:29
Okay, 1 Corinthians chapter 11 verse 3. ପ୍ରଥମ କରନ୍ତୀୟ 11:3 Can you read that? କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା। So here we see that Christ is the head of every man, and the man is the head of every woman, and God is the head of Christ. ଏଠାରେ ଲେଖା ଅଛି ଖ୍ରୀଷ୍ଟ ଯେ ସମସ୍ତ ପୁରୁଷର ମସ୍ତକ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା। So one important thing that we have to recognize is that who is the authority above me? ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣିବା ବିଷୟ ଯେ ମୋ ଉପରେ କିଏ ଅଛି, ମୁଁ କାହାର ଅଧୀନରେ ଅଛି। Yeah. So God has placed some authority or the other above each one of us. ଆମ ମାନଙ୍କର ପ୍ରଭୁ ପ୍ରତ୍ୟେକଙ୍କ ଜୀବନ ପାଇଁ ତାହାର ଉପରେ କାହାକୁ ନା କାହାକୁ ପ୍ରଭୁ ନିଯୁକ୍ତ କରିଅଛନ୍ତି, ରଖିଅଛନ୍ତି। Yeah. To many people in the church, it is the elders. In the home, it is the husband is the head of the house, and the husband himself has to be subject to his wife. That's Ephesians 5:21 says, "Be subject to one another." So that also is there. ଆମେ ଦେଖୁଛୁ ଚର୍ଚ୍ଚ ରେ ଆମ ମାନଙ୍କ ପାଇଁ ଆଉ ପାଳକ ପ୍ରାଚୀନ ମାନଙ୍କୁ ରଖା ଯାଇଛି ଏବଂ ପରିବାରରେ ସ୍ୱାମୀ ହେଉଛନ୍ତି ସେ ମୁଖ୍ୟ, କିନ୍ତୁ ଏଫେସିୟ 5:28 ରେ ଲେଖା ଯାଇଛି ପରସ୍ପର ସେମାନେ ବୁଝିବା ପାଇଁ ସମାଧାନ କରିବା ପାଇଁ ଲେଖା ଯାଇଛି। So God, and then also if you read Romans chapter 13 verse, we'll read Romans chapter 13 verses 1 and 2. ରୋମିଓ 12 ର ଯଦି 1-2 ରେ ଆମେ ଦେଖିବା, Romans 13 1 and 2. 13 ର 1 ଏବଂ 2। Please read that. ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କ ଠାରୁ ଆସେ, ଆଉ ଯେ ସମସ୍ତ ଅଧିକାର ପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। ଅତଏବ ଯେ ଅଧିକାର ପ୍ରତିରୋଧ କରେ ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ, ପୁଣି ଯେଉଁମାନେ ପ୍ରତିରୋଧ କରନ୍ତି ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ। Yeah. So we all have authorities. The government is there. Then anybody who resists authority, the Bible says they will receive condemnation. ଆମେ ଦେଖୁଛୁ ଆମେ ସରକାର ଅଧୀନରେ ଅଛୁ, ଯଦି କେହି ମଧ୍ୟ ସରକାରର ଅବାଧ୍ୟ ହୁଏ ତେବେ ସେମାନେ ବିଚାର ସ୍ଥାନରେ ସେମାନେ ଦଣ୍ଡିତ ହେବେ। So one would think that being under authority is not a good thing, but the word of God and in actual experience to be under authority is a very, very good thing. ଶାସନକର୍ତ୍ତା ମାନଙ୍କର ଅଧୀନରେ ରହିବା, ସେମାନଙ୍କର ଆଉ ନିୟମରେ ରହିବା ଏହା ଉତ୍ତମ ବିଷୟ ଅଟେ। ଏହା ମାନେ ଜାଣିବାକୁ ପଡିବ, ବାଇବଲ ଏହା ଆମମାନଙ୍କୁ ଶିକ୍ଷା ଦଉଛି। So we will not have rebellion in our spirit, and we will have a humility in our life. ଆମମାନଙ୍କର ଆତ୍ମାରେ ଅଧିକାର ପ୍ରାପ୍ତ ବିଷୟରେ ଆମମାନେ ବଚସା କରିବା ନାହିଁ, ସରକାର ବିଷୟରେ କଥା କହିବା ନାହିଁ ବା ଅଧିକାର ବିରୁଦ୍ଧରେ ଆମମାନେ ସ୍ୱର ଉଠାଇବା ନାହିଁ, କିନ୍ତୁ ଆମମାନଙ୍କର ଜୀବନରେ ନମ୍ରତା ଦେଖାଯାଉ। And when we have submission to authority, we will not be deceived. ଯଦି ଆମମାନେ ଅଧିକାର ପ୍ରାପ୍ତ ବ୍ୟକ୍ତିଙ୍କ ଠାରେ ଆମେ ଯଦି ନମ୍ରତା ହେବା ତେବେ ଆମମାନେ ପ୍ରବଞ୍ଚନାରେ ପଡ଼ିବା ନାହିଁ। So brothers and sisters, this centurion, though he was a Roman soldier, he displayed all these wonderful qualities of humility, faith, and submission. ପ୍ରିୟ ଭାଇ ଓ ଭଉଣୀ ମାନେ, ଏ ଜଣେ ସତ ସେନାପତି ଅଟନ୍ତି ଆଉ ରୋମିଓ ସତ ସେନାପତି ଅଟନ୍ତି ଏବଂ ତାଙ୍କ ଜୀବନରେ ଏହା ଦେଖାଯାଉଛି ସେ ଜଣେ ବିଶ୍ୱସ୍ତ ଆଉ ସେ ଜଣେ ଅଧିକାର ପ୍ରାପ୍ତଙ୍କ ଉପରେ ନିଜକୁ ସେ ନମ୍ର କରୁଅଛନ୍ତି। ଏହି ସମସ୍ତ ଗୁଣ ତାଙ୍କ ଜୀବନରେ ଦେଖାଯାଉଛି। So the Bible says for shepherds or pastors or elders, there is a verse in 1 Peter chapter 5. ପ୍ରଥମ ପିତର 5 ଅଧ୍ୟାୟ
First Peter chapter 5 is talking about shepherds. You know, shepherds are people in the church who have a concern for people and have a responsibility. It says in verse 3, chapter 5, verse 3. Can you read that? प्रथम पीतर 5 ର 3 ପଦ ଟିକେ ପଢନ୍ତୁ। ପୁଣି ଯେଉଁମାନଙ୍କର ଦାୟିତ୍ୱ ଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପୌଲର ଆଦର୍ଶ ସ୍ୱରୂପ ହୋଇ ତାହା କର। Yeah. So a true shepherd will not lord like a king above the people, but will be an example for the people to follow. ପ୍ରକୃତରେ ଯେ ପାଳକ ବା ଆତ୍ମାର ପାଳକ ମଣ୍ଡଳୀରେ ସେ ଦାୟିତ୍ୱରେ ଅଛନ୍ତି ସେମାନେ ଅନ୍ୟ ଲୋକମାନଙ୍କ ଉପରେ ସେମାନେ ଶାସନ କରିବେନି ଲଦି ଦେବେନି କିନ୍ତୁ ଅନ୍ୟମାନଙ୍କ ପାଇଁ ଜଣେ ସେ ଆଦର୍ଶ ହେବେ ଯାହାକି ତାଙ୍କ ଜୀବନ ଦେଖିକି ଅନ୍ୟମାନେ ତାଙ୍କ ପଛରେ ଚାଲିବେ। And Matthew 23:11 gives an example for all of us. Matthew 23:11. 23 ର 11 ପଦ ଆମମାନେ ପଢିବା ଯାହାକି ଆମର ଆଦର୍ଶ ଦେଖାଏ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ ସେ ତୁମ୍ଭମାନଙ୍କର ସେବକ ହେବ। Yeah. So the greatest among you shall be your servant. ଯେ କି ତୁମମାନଙ୍କ ମଧ୍ୟରେ ଶ୍ରେଷ୍ଠ ସେ ତୁମର ସେବକ ହେବ। And then Jesus also told his disciples, whoever wishes to become great among you shall be your servant. ଏବଂ ଯୀଶୁ ଖ୍ରୀଷ୍ଟ ମଧ୍ୟ କହିଲେ ଯେ କେହି ନିଜକୁ ଶ୍ରେଷ୍ଠ ମନେ କରେ ସେ ନମ୍ର ହଉ ଦାସ ହଉ ସେବକ ହଉ। And he continues saying, and whoever wishes to be first among you shall be your slave. ଏବଂ ଯେ କୌଣସି ବ୍ୟକ୍ତି ତୁମମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହେବା ପାଇଁ ଚାହେଁ ସେ ଦାସ ହଉ। And he said that just as the Son of Man did not come to be served, but to serve and to give his life as a ransom. ଏବଂ ଯୀଶୁ ଖ୍ରୀଷ୍ଟ ଯେ ପ୍ରକାର ଏଇ ଜଗତକୁ ସେବା ପାଇବା ନିମନ୍ତେ ନୁହଁ ସେବା କରିବା ନିମନ୍ତେ ଆସିଲେ ସେ ପ୍ରକାର ଜୀବନକୁ ଉତ୍ସର୍ଗ କଲେ ସେ ପ୍ରକାର କରିବାର ଆବଶ୍ୟକ। So in the Christian life it is totally opposite from the world. କିନ୍ତୁ ଏଇ ଖ୍ରୀଷ୍ଟିଆନ ଜୀବନ ଏଇ ଜାଗତିକ ଜୀବନ ଠାରୁ ସମ୍ପୂର୍ଣ୍ଣ ପୃଥକ ଅଲଗା ବିପରୀତ ଅଟେ। The more we want to become Christ-like, the more servant we become. ଏବଂ ଯେତେବେଳେ ଆମେ ଅଧିକ ଯୀଶୁ ଖ୍ରୀଷ୍ଟଙ୍କ ଭଳିଆ ହେବା ସେତେବେଳେ ଆମେ ଅଧିକ ସେବକ ହେବା ଦାସ ହେବା। Yeah. So this is what challenged me especially about that I should, wherever the authority is there, I should be under authority. ଏହା ମତେ ମାନେ ଚୁନୌତି ଦିଏ କି ଯେତେବେଳେ ଆମମାନଙ୍କର ଉପଯୁକ୍ତ ଅଧିକାର ପ୍ରାପ୍ତ ମାନେ ଅଛନ୍ତି ସେମାନଙ୍କ ଅଧୀନରେ ରହିବା ପାଇଁ। Then the people whom I deal with, it'll be like that centurion who said, to this I say come, he comes, to this I say go, he goes. And so then there is God-given power within us to do whatever God wants us to do. এই ସ୍ଥାନର ଯେ ପ୍ରକାର ସତ ସେନାପତି କହନ୍ତି ଜଣକୁ କହିଲେ ସେ ଯାଏ ଜଣକୁ ଆସ କଲେ ସେ ଆସେ ଯାହା କିଛି ପ୍ରଭୁ ଆମମାନଙ୍କୁ କରିବା ପାଇଁ ଦେଇ ଅଛନ୍ତି ସେ ଅନୁସାରେ ଆମମାନେ କାର୍ଯ୍ୟ କରିବା। So brothers and sisters, may God help us to to take this example of the centurion and in our own lives follow that example, wonderful example, which is according to the will of God. ପ୍ରିୟ ଭାଇ ଭଉଣୀ ମାନେ ଆମମାନେ ଏଇ ସତ ସେନାପତିଙ୍କ ଦ୍ୱାରା ତାଙ୍କ ଜୀବନ ଦ୍ୱାରା ଆମମାନେ ଶିଖିବାକୁ ପାଇଲୁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଆମମାନେ ଗୋଟେ ଆଦର୍ଶ ଜୀବନ ଆମମାନେ କାଟି